ସମସ୍ତଙ୍କୁ ମୋର ନମସ୍କାର। ଜୟ ଜଗନ୍ନାଥ। ମୁଁ ପ୍ରିୟଙ୍କା ଆପଣମାନଙ୍କୁ ସ୍ୱାଗତ କରୁଛି ମୋର ପ୍ରିୟ ୟୁଟ୍ୟୁବ୍ ଚ୍ୟାନେଲ୍ ଷ୍ଟଡି ୱିଥ୍ ପ୍ରିୟଙ୍କାକୁ। ଆଜି ଆମେ 2016 ମସିହାରେ ପଢ଼ିଥିବା ଓଡ଼ିଆ ପେଡାଗୋଜିର କିଛି କ୍ୱେଶ୍ଚନ୍ କରିବା। ଚାଲନ୍ତୁ ଷ୍ଟାର୍ଟ କରିବା। ଯଦି ଆପଣ ନୂଆ ଅଛନ୍ତି ତାହେଲେ ସବସ୍କ୍ରାଇବ୍ କରିକି ଅଲ୍ ନୋଟିଫିକେସନ୍କୁ ମଧ୍ୟ ଅନ୍ କରିଦେବେ। ଫାର୍ଷ୍ଟ କ୍ୱେଶ୍ଚନ୍କୁ ଆମେ ଯିବା। ଏକ ସୁଷମ ପ୍ରଶ୍ନପତ୍ର ପ୍ରସ୍ତୁତ ବେଳେ ଶିକ୍ଷକ କେଉଁ ଦିଗ ପ୍ରତି ଅଧିକ ଦୃଷ୍ଟି ଦେବା ଆବଶ୍ୟକ? କହିଲେ ଚିନ୍ତା କରନ୍ତୁ। ଗୋଟିଏ ଭଲ ପ୍ରଶ୍ନପତ୍ର ଆପଣ ପ୍ରସ୍ତୁତ କରିବା ପାଇଁ ଯାଉଛନ୍ତି, ତାହେଲେ କାହା ପ୍ରତି ଆପଣ ଗୁରୁତ୍ୱ ଦେବେ କହିଲେ? ପ୍ରଶ୍ନପତ୍ରରେ ଏକ ନିର୍ଦ୍ଦିଷ୍ଟ ବିଷୟରେ ପ୍ରଶ୍ନ ସଂଯୁକ୍ତ ରହିବ ନା ପ୍ରଶ୍ନପତ୍ରଟିରେ କେବଳ ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ ରହିବ ନା ପ୍ରଶ୍ନପତ୍ରଟିରେ କେବଳ ବିଷୟଗତ ପ୍ରଶ୍ନ ରହିବ ନା ଏହା ନକ୍ସା ଅନୁଯାୟୀ ପ୍ରସ୍ତୁତ ହେବ? କହିଲେ କେଉଁଟା ହେବ? ଆମେ ଜାଣିଛେ ଗୋଟେ ଉତ୍ତମ ପ୍ରଶ୍ନପତ୍ର ପ୍ରସ୍ତୁତ କରିବା ପାଇଁ ହେଲେ ଆମେ ପ୍ରଥମେ ସ୍କୁଲ ଗୁଡ଼ାରେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥାଏ, ହଁ କି ନାହିଁ? କେଉଁଟା ଜ୍ଞାନ ବୋଧ ପ୍ରୟୋଗରୁ କେତେ କ୍ୱେଶ୍ଚନ୍ ଆସିବ, କେତେ ମାର୍କର ଆସିବ, ଆମେ ସବୁ ଜିନିଷ କରିଥାଏ। ତେଣୁକରି କେଉଁଟା ଆନ୍ସର୍ ହେବ? ଅପସନ୍ ନମ୍ବର ଡି। ଅପସନ୍ ନମ୍ବର ଡି। ନେକ୍ସଟ କ୍ୱେଶ୍ଚନକୁ ଆମେ ଯିବା। କେଉଁଠି ଶିକ୍ଷାଦାନ ଶିକ୍ଷଣ ପ୍ରକ୍ରିୟାର କେନ୍ଦ୍ରବିନ୍ଦୁ? କହିଲେ ମେନ୍ କିଏ? ଆମର ସେଣ୍ଟରରେ କିଏ ରହିବ? ନା ବିଦ୍ୟାର୍ଥୀ। ପାଠ୍ୟପୁସ୍ତକ ରହିବ କି? ବିଲକୁଲ ନୁହେଁ। ପାଠ୍ୟକ୍ରମ ଶିକ୍ଷକ ଏଗୁଡ଼ା ରହିବେନି। ତାହେଲେ କିଏ ରହିବ? ବିଦ୍ୟାର୍ଥୀ। ଅପସନ୍ ନମ୍ବର ସି। ନେକ୍ସଟ କ୍ୱେଶ୍ଚନକୁ ଆମେ ଯିବା। ନିମ୍ନୋକ୍ତ କେଉଁଟି ଶିଶୁ ମନରେ ଶିକ୍ଷା ଗ୍ରହଣ କରିବା ପାଇଁ ଆଗ୍ରହ ସୃଷ୍ଟି କରେ ନାହିଁ କହିଛି? ଦେଖନ୍ତୁ ଗୋଟେ ନେଗେଟିଭ୍ ଥିବ, ଭଲ ଭାବରେ ଦେଖନ୍ତୁ। ଏଠି ଦେଖନ୍ତୁ କହିଛି ଶିକ୍ଷକ କେନ୍ଦ୍ରିକ ପନ୍ଥା। ସେଥିରେ ପିଲାଟି ଖୁସି ହେବ କି? ଶିକ୍ଷା ଗ୍ରହଣ କରିବା ପାଇଁ ଆଗ୍ରହ ହେବ? ନାହିଁ, ବିଲକୁଲ ନାହିଁ। ଏଗୁଡ଼ା ଦେଖନ୍ତୁ ଶିକ୍ଷାର୍ଥୀ କେନ୍ଦ୍ରିକ ରହିଛି, ଚାଇଲ୍ଡ ସେଣ୍ଟର, ପ୍ରକ୍ରିୟା ଭିତ୍ତିକ, କାର୍ଯ୍ୟଭିତ୍ତିକ। ଏଥିରେ କ'ଣ ସେ ଇନଭଲ୍ଭ ହେଇକି ଥାଏ। ଶିକ୍ଷକ କେନ୍ଦ୍ରିକ ପନ୍ଥାରେ କ'ଣ ହେଇଥାଏ? ଟିଚର ଓରିଏଣ୍ଟେଡ୍, ମାନେ ଟିଚର ସେଠି ମେନ୍ ହେଲା। ତାହେଲେ କେଉଁଟା ଆନ୍ସର୍ ହେବ? ଅପସନ୍ ନମ୍ବର ଏ। ଅପସନ୍ ନମ୍ବର ଏ। ନେକ୍ସଟ କ୍ୱେଶ୍ଚନକୁ ଆମେ ଯିବା। ବିଦ୍ୟାଳୟରେ ପ୍ରାଚୀରପତ୍ର ପ୍ରଦର୍ଶନ ଦ୍ୱାରା କି ଉପକାର ସାଧିତ ହୋଇନଥାଏ କହିଲା? ଯେଉଁ ପ୍ରାଚୀରପତ୍ର ଆମେ ଟାଙ୍ଗିଥାଏ ସେଥିରେ କ'ଣ ଉପକାର ହେଇନଥାଏ? ପିଲାର ପଠନ ଦକ୍ଷତାର ବୃଦ୍ଧି ହେଇଥାଏ। ଲିଖନ ଦକ୍ଷତା, ପିଲାଟି ଯେହେତୁ ପତ୍ର ଟାଙ୍ଗିବ ସେ ଲେଖିଥିବ, ତାହା ମଧ୍ୟ ବିକାଶ ହେଇଥାଏ। ସାମାଜିକ ସମ୍ପର୍କ ମଧ୍ୟ ବୃଦ୍ଧି ପାଇଥିବ, ହଁ ପାଇଥାଏ। କିନ୍ତୁ ଦେଖନ୍ତୁ ପିଲାମାନଙ୍କର ଉପସ୍ଥାନ ବୃଦ୍ଧି ହେବ କି ସେଥିରେ? କ'ଣ ଉପସ୍ଥାନ ବୃଦ୍ଧି ହେବ ପ୍ରାଚୀରପତ୍ର ଟାଙ୍ଗିଦେଲେ? ତାହେଲେ ଆନ୍ସର୍ କେଉଁଟା ହେବ? ଅପସନ୍ ନମ୍ବର ଡି। ଅପସନ୍ ନମ୍ବର ଡି। ନେକ୍ସଟ କ୍ୱେଶ୍ଚନକୁ ଆମେ ଯିବା। ନିର୍ଦ୍ଦିଷ୍ଟ ଉତ୍ତରମୂଳକ ପ୍ରଶ୍ନ ତିଆରି କରିବା ପାଇଁ କେଉଁଟି ଉପଯୁକ୍ତ ନୁହେଁ ବୋଲି କହିଛି? ଗୋଟିଏ ପ୍ରଶ୍ନପତ୍ର ପ୍ରସ୍ତୁତ କରିବେ, କେଉଁଟା ଉପଯୁକ୍ତ ନୁହେଁ? ଗୋଟେ ନେଗେଟିଭ୍ ଥିବ, ଦେଖନ୍ତୁ। ପ୍ରଶ୍ନପତ୍ର ଗୁଡ଼ିକ ଶୈକ୍ଷିକ ଉଦ୍ଦେଶ୍ୟକୁ ଭିତ୍ତି କରି ପ୍ରସ୍ତୁତ କରାଯିବ, ଏହା ତ ଠିକ୍ ଅଛି। ଶୈକ୍ଷିକ ଗୋଟେ ଉଦ୍ଦେଶ୍ୟ ନେଇକରି ପ୍ରସ୍ତୁତ କରାଯିବ। ପ୍ରଶ୍ନ ଗୁଡ଼ିକ ନିର୍ଦ୍ଦେଶ ଗୁଡ଼ିକ ପରିଷ୍କାର ଓ ସରଳ ଭାଷାରେ ଲେଖାଯିବ, ଏହା ମଧ୍ୟ ଠିକ୍ ଅଛି। ପ୍ରଶ୍ନର ଅଯଥା ବାଗାଡମ୍ବର ନ ରହିବ, ହଁ ଠିକ୍ ଅଛି। ଆଡ଼ମ୍ବର ହେବ ନାହିଁ। ଉତ୍ତରରେ ପ୍ରତ୍ୟେକ ପରୀକ୍ଷକଙ୍କ ମତାମତ ଭିନ୍ନ ହେବ। କାହିଁକି ଉତ୍ତର ଭିନ୍ନ ହେବ କହିଲେ? ଯେତେ ଜଣ ପରୀକ୍ଷା ଦେଖିବେ ସେ ଜଣେ 4 ମାର୍କ ଦେବ, ଜଣେ 2 ମାର୍କ ଦେବ, ଜଣେ 1 ମାର୍କ ଦେବ କି? ନାହିଁ। ତାର ଆନ୍ସର୍ କେଉଁଟା ହେବ? ଅପସନ୍ ନମ୍ବର ଡି। ଅପସନ୍ ନମ୍ବର ଡି। ନେକ୍ସଟ କ୍ୱେଶ୍ଚନକୁ ଯିବା। ଉଚ୍ଚ ପ୍ରାଥମିକ ସ୍ତରରେ ପାଠ୍ୟପୁସ୍ତକ ନିର୍ବାଚନ କ୍ଷେତ୍ରରେ କେଉଁ ବିଷୟ ପ୍ରତି ପ୍ରାଧାନ୍ୟ ଦେବା ଉଚିତ ନୁହେଁ? କହିଲେ କାହା ଇଏରେ ଉଚିତ ଦେବା, ମାନେ ପ୍ରାଧାନ୍ୟ ଦେବା ଉଚିତ ନୁହେଁ? ପ୍ରତିକୂଳ ବିଷୟବସ୍ତୁ ଚୟନ, ରୁଚିକର ବିଷୟବସ୍ତୁ ଚୟନ, ନା ସମସ୍ୟା ସମାଧାନ ଭିତ୍ତିକ ବିଷୟବସ୍ତୁ ଚୟନ, ନା କଳ୍ପନା ଓ ଯୁକ୍ତି ସହିତ ବିକାଶ କରିବାରେ ସହାୟକ ବିଷୟବସ୍ତୁ ଚୟନ? କହିଲେ କେଉଁଟା ହେବ? ମାନେ ପ୍ରତିକୂଳ ବିଷୟବସ୍ତୁ ଚୟନ ହେବ। କ'ଣ ପାଇଁ? ନା ବିଷୟବସ୍ତୁର ଓଲଟା, ବିପରୀତ ଯେଉଁଟା ପ୍ରତିକୂଳ ବିଷୟବସ୍ତୁ ଚୟନ ଆମେ କରିବା ଉଚିତ ନୁହେଁ। ଆମେ ରୁଚିକର କରିବା, ସମସ୍ୟା ସମାଧାନମୂଳକ କରିବା, କଳ୍ପନା ଶକ୍ତି ଯୁକ୍ତି ଶକ୍ତିର ବିକାଶ ଯେମିତି ହେଇପାରିବ ସେହି ପ୍ରକାର କ୍ୱେଶ୍ଚନ୍ ଚୁଜ୍ କରିବା। ତାହେଲେ ଆନ୍ସର୍ କେଉଁଟା ହେବ? ଅପସନ୍ ନମ୍ବର ଏ। ନେକ୍ସଟ କ୍ୱେଶ୍ଚନକୁ ଆମେ ଯିବା। ଏଠି କ'ଣ କିଛି ଅଛି କି? ଦେଖିଦେବା। ପାଠ ଯୋଜନାର ମୁଖ୍ୟ ଲକ୍ଷ୍ୟଟି କ'ଣ କହିଲେ? କ'ଣଟା ମୁଖ୍ୟ ଲକ୍ଷ୍ୟ ହେବା ଆବଶ୍ୟକ? କେବଳ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ପରିଚାଳନା କରିବା, ନା ଶ୍ରେଣୀଗୃହରେ ଶୃଙ୍ଖଳା ରକ୍ଷା କରିବା, ନା ପ୍ରସଙ୍ଗ ଉପସ୍ଥାପନ, ଗଠନମୂଳକ ମୂଲ୍ୟାୟନ ଏବଂ ଲବ୍ଧ ଜ୍ଞାନ ପରୀକ୍ଷା କରିବା, ନା ପାଠ ବିଷୟବସ୍ତୁ କଳାପଟାରେ ଲେଖିବା? ଜାଣିପାରୁଥିବେ ଆପଣ। ଏଠି ଦେଖନ୍ତୁ କେବଳ କହିଲା, କେବଳ ପ୍ରଶ୍ନ ଉତ୍ତର କରାଯିବ କାର୍ଯ୍ୟକ୍ରମ ପରିଚାଳନା, ଏଇଟା ଭୁଲ ଅଛି।
ଶ୍ରେଣୀଗୃହର ଶୃଙ୍ଖଳା ରକ୍ଷା କରିବା ଏହା ହିଁ ଆମର କାମ କି ନା ପାଠ ବିଷୟବସ୍ତୁ କଳାପଟାରେ ଲେଖିଦେବା ତାହା କାମ ନାହିଁ। ଆମେ କ'ଣ କରିବା ପ୍ରଥମେ ପ୍ରସଙ୍ଗଟିକୁ ଉପସ୍ଥାପନ କରିବା, ତାପରେ କଣ୍ଟିନ୍ୟୁ ଗଠନାତ୍ମକ ମୂଲ୍ୟାୟନ କରିବା, ଲବ୍ଧଜ୍ଞାନ ପରୀକ୍ଷା ମଧ୍ୟ କରିବା। ତାର ଆନ୍ସର କେଉଁଟା ହେବ? ଅପସନ୍ ନମ୍ବର ସି। ନେକ୍ସଟ କ୍ୱେଶ୍ଚନକୁ ଆମେ ଯିବା। ଗ୍ରାମରେ ଏକ ନଳକୂପ ସ୍ଥାପନ ନିମନ୍ତେ ବିଡ଼ିଓଙ୍କୁ ଏକ ଦରଖାସ୍ତ ଲେଖିବା। ଏହା କେଉଁ ପ୍ରକାର ପ୍ରଶ୍ନପତ୍ରର ଅନ୍ତର୍ଗତ କହିଲେ? ବିଡ଼ିଓକୁ ଲେଖିବେ ମାନେ ନିର୍ଦ୍ଦିଷ୍ଟ ନୀତି ନିୟମ ରହିଛି ନା କି ଯାହା ତାହା ଆପଣ ଲେଖିଦେବେ କି? ନାହିଁ। ତାହେଲେ କେଉଁଟା ହେବ? ନିମନ୍ତ୍ରଣ କାର୍ଡ଼ ଦେବେ କି ଆପଣ? ନିମନ୍ତ୍ରଣ ନୁହେଁ, ବାଣିଜ୍ୟ ବି ନୁହେଁ, ଅନୌପଚାରିକ ବି ନୁହେଁ, ହଁ କି ନାହିଁ? ତାହେଲେ କେଉଁଟା ହେବ? ଔପଚାରିକ। ଠିକ୍ ଢଙ୍ଗରେ ଲେଖିବେ, ଠିକ୍ ଶୈଳୀରେ ଲେଖିବେ, ହଁ କି ନାହିଁ? ନିର୍ଦ୍ଦିଷ୍ଟ ନୀତି ନିୟମରେ ଲେଖିବେ। ଅପସନ୍ ନମ୍ବର ଏ। ଆଜିର ସେସନଟି ଏତିକିରେ ସମାପ୍ତ ହେଲା। ଯଦି ଆପଣଙ୍କୁ ଭଲ ଲାଗିଲା ଲାଇକ୍ ସେୟାର କରିବା ପାଇଁ ଜମାରୁ ଭୁଲିବେନି। ଚାଲନ୍ତୁ ନେକ୍ସଟ ସେସନରେ ଦେଖା ହେବ। ବାଏ ବାଏ। ଥ୍ୟାଙ୍କ ୟୁ।